हेलो सांग मैंने गुड मॉर्निंग जय माँ मंगला मंगला माधर आपण मैंने समझे भले रही खुशी रही मार आशीर्वाद सदा सब आपण मन मुंडे था जय माँ मंगला माँ। आज अच्छे शनिवार शनिवार कौन स्पेशल खाइबा मुझे जानी सकाଳେ କିନ୍ତୁ ପଖାଳ ଆଳୁ ସିଝେଇକି ଆଳୁ ଦଳା ଆସିଗଲି ଠାକୁର ପୂଜି ସାରିକି ଚା ବସିକି ଆସିଗଲି ମେଥି ପାଣି ପିଇ ମେଥି ପାଣି ଏମିତି ଉଷୁମ କରିକି ହିଁ ପିଉଛି କାହିଁକିନା ମୋତେ ଟିକେ ଥଣ୍ଡା ରହୁଛି ନା ଥାଇରଏଡ଼ ଇସନଫୁଲିଆ ଟିକେ ରହୁଛି ସେଥିପାଇଁକି ଉଷୁମ କରିକି ପିଉଛି। ଏଠି ଚା ବସାଇ ଦେଇଛି ଏଠି ମେଥି ପାଣି ପିଇବି ସିଆଡ଼େ ଚା ଛଣା ହେବ। ଆଜି ଲୁଗାପଟା ବି ଶୁଖେଇନି ଯିବି ଶୁଖେଇବି ଲୁଗାପଟା ଶୁଖେଇ ସାରିଲିଣି। ଇଏ ହେଉଛି ଆଜିର ପାଗ। ଭାରି ଯେଉଁ ଖରା ଯେଉଁ ଘରେ ହେଉଛି କ'ଣ କହିବି ବୁଝିବେ ସାଙ୍ଗମାନେ। ଲାଇନ୍ ପଳେଇଲାଠୁ କି ଗରମ ଆଜି ଲାଇନ୍ ଦେଇଦେଲ ଧୋକା ଲାଇନ୍ ଦେଇଦେଇଛି ଧୋକା କି ଗରମ ଲାଗୁଛି ବସି ହଉନି। ଲାଇନ୍ ଆସିଲା ବିଶ୍ୱାସ କର ଲାଇନ୍ ପଳେଇଲାଠୁ ଏତେ ଗରମ ଲାଗୁଛି ରହି ହେଉନି। ମୁଁ ସେତେବେଳୁ ବିନା ଲାଇନ୍ ନାହିଁ ଭାବୁଛି ଲାଇନ୍ ନାହିଁ ଭାବିକି ଭିଡ଼ିଓ କରୁଛି ଯେ ମୋ ଦେହ ଯାକ ଝାଳ। ହଁ ମଙ୍ଗଳା ମାଧବରୁ ଆଜି ବ୍ଲଗ୍ଟା ଜଷ୍ଟ ଆରମ୍ଭ କରିଛି ଲାଇନ୍ ଆଇଲା। ଆଜି ଭାତ ବି ଆଜି ବେଳାରେ ଲାଇନ୍ ଲାଗିକି ବେଳାରେ ଭାତ ବସେଇଦେଲି। ଆଜି ସଜ ପଖାଳ ହେବ। ସଜ ପଖାଳକୁ ବଢ଼ି ଚୁରା ଆଳୁ ଦଳା ଦହି ଆଣିବେ କହିଛନ୍ତି ଆଉ। ଆଜିରେ ଇଏ ସବୁ ଆମ ସ୍ପେଶାଲ ଖାଇବା। ଯେଉଁ ଗରମ ଲାଗୁଛି ଗୁଳି ରହି ହେଉନାହିଁ ଗରମ ବୋପାଲୋ କହିଲେ ସେଥିପାଇଁ ସିନା ମାନେ ଆଶ୍ୱିନ ମାସରେ ଏତେ ଗରମ ଲାଗୁଛି ଏତେ ଖରା ହେଉଛି ଯେ ଖରା ଦିନ ବି ଟପି ଦେଉଛି ତତଲା ପବନ ଦେଉଛି। ଆଜି ଭାତ ଗାଳି ଥୋଇଦେବି ସେ ଆସିବାକୁ ଥିବେ 10-15 ମିନିଟ୍ ବଡ଼ି ଭାଜିବି ଆଳୁ ଦଳିବି ବଡ଼ି ଚୁରା ଏମିତି କରି ରଖିବି। ଖଟା ବି ଅଛି ଆଜି ଖଟାକୁ ରସୁଣ କଞ୍ଚାଲଙ୍କା ପକାଇ ଦଳିକି ପଖାଳ ଖିଆହବ। ଆଜିର ଖାଇବା ହେଉଛି ସଜ ପଖାଳ। ଏ ଭାତ ଫୁଟି ଆସିଲେ ତାକୁ ଗାଳି ଦେବି। ଗଲି ଛାତ ଉପରକୁ। ମୋର ଆଜି କେତେ କାମ ଭାବିଲେ ଯେ ସଜ ପଖାଳ କିଛି କାମ ନାହିଁ ଟିକେ ରେଷ୍ଟ ନେବି ନା ରେଷ୍ଟ ନେବି କେମିତି ଗୋଟେ ଭଲ ମାନେ ମୋ ଘରକୁ ଆଜି ଲକ୍ଷ୍ମୀ ମା ଆସିଛନ୍ତି। ମୁଁ ଜାଣିନି ତାଙ୍କୁ କିଏ କ'ଣ କୁହନ୍ତି ନା କୁହନ୍ତି। ମୋ ଘରକୁ ଆଜି ଗୋଟେ ବଢ଼ିଆ ଜିନିଷ ଆସିଥିଲା ତାକୁ ମୁଁ ସଜଉଥିଲି ସାଇ ସଜା କରିଥିଲି ସେଥିପାଇଁ ଆଜି କିଛି ନଗେଇଖିଆ କରିପାରିନି। ମୁଁ ମେଘ ଉଠେଇଲାଣି ଆଗ ଯାଏ ପ୍ୟାଣ୍ଟ ସାର୍ଟରେ ଯେଉଁ ଶୁଖେଇଥିଲି ଲୁଗା ହେରିଆ ତାକୁ ନେଇ ଆସେ। ତାପରେ ସେଟା ଓଦା ଅଛି ଚଳିବ। ତାପରେ ସେଟା ଆପଣମାନଙ୍କ ସହିତ ସେୟାର କରୁଛି କ'ଣ ଆସିଛି ମୋ ଘରକୁ। ମୁଁ ବହୁତ ଖୁସି। ଧୀରେ ଧୀରେ ସବୁ କରିବି। ମୁଁ ଧୀରେ ଧୀରେ ସବୁ କରିବି। ମୋ ଲାଇଫ୍ରେ ଯେତିକି ସବୁ ମୁଁ ହରେଇଛି ଆଉ ଲୋକଙ୍କ କେତେ କଥା ଶୁଣିକି ମୁଁ ରହିଛି ସେମାନଙ୍କୁ ଦେଖେଇଦେବି। ସେମାନଙ୍କୁ ମୋର ଦେଖେଇବାର ଅଛି ଆଉ ସେମାନଙ୍କର ବି ମୁଁ ଗାଳି ଆଉ ଯାହା ବି କିଛି ମୁଁ ତାକୁ ଆଶୀର୍ବାଦ ଭାବରେ ଗ୍ରହଣ କରିଛି। ଖାଲି ଦେଖେଇବାର ଅଛି ସେମାନଙ୍କୁ। ଆଜିର ପାଗ ସକାଳେ ଗୋଟେ ପାଗ କରିଥିଲା କିନ୍ତୁ ଗୁଳୁଗୁଳି କ'ଣ କମୁଛି ଗୁଳୁଗୁଳି ଛାଡ଼ୁନାହିଁ। ଦିନେ ଗୋଟେ ପାଗ ଥିଲା ଅଇଖା ଗୋଟେ ପାଗ ଦେଖନ୍ତୁ କେଉଁଠି ମେଘ ହେଉଛି କହିଲେ ଏଇ ତ ଗୁଳୁଗୁଳି ଯେଉଁ ହେଉଛି ରେ ବାପ। ଚାଲନ୍ତୁ ମୁଁ ଦେଖେଇବି ମୋର କ'ଣ ଆସିଛି କେଉଁ ଜିନିଷ ଆସିଛି। ଚାଲ ଦେଖେଇବି।
ମୁଁ ଜାଣିଛି କିଛି ଲୋକଙ୍କୁ ପସନ୍ଦ ଆସିବନି ମୋ ଜିନିଷ, କିନ୍ତୁ ମୁଁ ଭାରି ଖୁସି ଅଛି, ବହୁତ ଖୁସି ଅଛି। ମୁଁ ମାନେ ମୁହଁରୁ ଆପଣମାନେ ଜାଣିପାରୁଥିବେ ମୁଁ କେତେ ଖୁସି ଅଛି। କ'ଣ ପୁରା ଛୋଟିଆଟା ନା, ପୁରା ଫୁଲ୍ ହେଇଯାଉଥିଲା। ଏଇଟା ପୁରା ଫୁଲ୍ ହେଇଯାଇଥିଲା। ସେ ଜିନିଷ ଆସିଲା ପରେ ସବୁ ସାଇଜ୍ କରି ରଖିଦେଇଛି। ଆପଣମାନେ ବି ଜାଣିସାରିବେଣି କ'ଣ ଦେଖିବା ସେ ଜିନିଷ କ'ଣ। ଆପଣମାନେ ଗେସ୍ କଲେ, ମୁଁ ଆଲଣା ଦେଖେଇଲିନି ମାନେ ଆପଣମାନେ ଗେସ୍ କରନ୍ତୁ କ'ଣ ହେଇଥିବ ସେ ଜିନିଷ। ଛାଡ଼, ମୁଁ ଦେଖେଇ ଦେଉଛି ଆପଣମାନଙ୍କୁ। ଏଇଠି ଅନ୍ଧାର ହେଇଛି, ଛୋଟିଆ ଗଡରେଜ୍ ମିଳୁଛି। ଛୋଟିଆ ଗଡରେଜ୍, ଛୋଟିଆ ହେଲେ କ'ଣ ହେଲା, ବଢ଼ିଆ ପୁରା ସାଇଜ୍। ସେଇଟା ମୁଁ ଦେଖେଇବି, ପତିଦେବ ଆସନ୍ତି, ସିଏ ବି ଜାଣିନାହାନ୍ତି ମୁଁ ଆଣିକି ରଖିସାରିଲିଣି। ପତିଦେବ ଆସନ୍ତି, ଯେତେବେଳେ ଖୋଲି ସେତେବେଳେ ଆପଣମାନେ ଦେଖେଇବି। ସବୁ ସାଇଜ୍ କରିକି ବି ରଖିସାରିଲିଣି। ଦେଖନ୍ତୁ ସାଙ୍ଗମାନେ, ତାକୁ ପୋଛାପୋଛି କରିକି ସାଇଜ୍ ସିଜା ଜିନିଷ ରଖିକି ଉନି ତାପରେ ପକାଇ ଦେଇଛି। ଏଇଟା ଉଡ଼ି ଯାଉଛି ବୋଲି ହଟ୍କେସ୍ ପାଣି ବୋତଲ ରଖିଦେଇଛି। ମୁଁ ବସିବି କ'ଣ, ଯାଉଛି ବି ନଗେଇଖିଆ କ'ଣ କଲେ। ପଖାଳ ତ ଦୁଇଟା ଖାଇବୁ, ପେଟକୁ ଦାନା ତ ଯିବ। ମୋର ଆଜି ପ୍ରୋଗ୍ରାମ୍ ଥିଲା ଘର ଟୋଟାଲ୍ ଝାଡ଼ିବି ବୋଲି ସକାଳ ଟାଇମ୍ରେ। ଦେଖିଲା ବେଳକୁ ଲାଇନ୍ ପଳେଇଲା। ଲାଇନ୍ ଯେହେତୁ ପଳେଇଲା ପରେ ଯେଉଁ ଗରମ ଲାଗିଲା ଇଚ୍ଛା ହେଲାନି। ଟିକେ ରେଷ୍ଟ ନେଇଛି, ଲାଇନ୍ ଆସିଛି କି ନାହିଁ ଏଇ ଜିନିଷଟା ଆସିଗଲା। ନାନା କହିଲେ ଆଉ ଜଲ୍ଦି ତାକୁ ସାଇଜ୍ ସିଜା କର, ତୁରନ୍ତ ଲାଗିଯାଉ। ଠିକ୍ ଅଛି, ପଖାଳ ତ ଅଛି, ଆଳୁ ଦଳିକି ବି ଭାତ ଖାଇ ହେଇଯିବ, କି ଲୁଣ ଲଙ୍କା ଦଳିକି ଖାଇଯିବ। ଆଜି ଯେହେତୁ ପଖାଳ ମାନେ ଆପଣମାନଙ୍କ ଯେଉଁମାନଙ୍କର ମାନେ ପଖାଳ କରିବାର ଥିବ, ସହଜ ଉପାୟ ଯେଉଁ ନଗିଖିଆ କରିଦେଲେ ବି ଘରର କାମ କରିପାରିବ ଆରାମସେ। ସେଥିପାଇଁ କି ଏଇଟା ସବୁ ପୁରା ଯାତେରା ହେଇଥିଲା। ମୁଁ ସବୁବେଳେ ଉନି ପକାଇଥାଏ। ତାକୁ କ'ଣ କଲି, ସବୁ ଭାଙ୍ଗି କିନ୍ତୁ ଥୋଇଥିଲି। ସାଇଜ୍ ଯାକ ପେପର୍ ପାରିକି ତା ଭିତରେ ସବୁ ଲୁଗା, ପେଣ୍ଟ ସାର୍ଟ, ଯେତିକି ସବୁ ଇମ୍ପୋର୍ଟାଣ୍ଟ ଫାଇଲ୍ ଏରିଆ ବି ଆମର ସବୁ ତା ଦେହରେ କି କଲର୍ ପକାଇ ଯିବା। ଟିକେ ବସିବି, ତାପରେ ନଗେଇଖିଆ କରିବି। ଆହୁରି ମୋ ହାତରେ ଟାଇମ୍ ଅଛି। ये मेरा कमाल है। ଖୁସି ଅଛି ନ କହିଲେ ସରେ। ଯେତେ ହେଲେ ଗଡରେଜ୍ ବି ଲକ୍ଷ୍ମୀ ମା ବୋଲି ଜଣେ ଅଛନ୍ତି ପୂଜନ୍ତି। ମୁଁ ଦେଖିଛି ଗଡରେଜ୍କୁ ପୂଜନ୍ତି ଲକ୍ଷ୍ମୀଙ୍କ ଫଟୋ ରଖି। ସେଥିପାଇଁ କହିଲି ମୋ ଘରକୁ ଲକ୍ଷ୍ମୀ ମା ଆସିଛନ୍ତି। ଖାଇବା ପୁରା ରେଡ଼ି କରିକି ଥୋଇଦେଲି। ଯେତିକି ଯାହା ଘରେ ବି ଅଛି, ଯେତିକି ସମ୍ଭବ ହେଲା ସେତିକି କରିଦେଇଛି। ଏଠି ପଖାଳ, ଏଠି ସେଇ ବଢ଼ି, ରସୁଣ, କଞ୍ଚାଲଙ୍କା, ଲୁଣ ପକାଇ ରେଡ଼ି କରିଥିଲି। ଆଇଲେ ଖାଲି ଛେଚିବି। ଆଜି ଗୋଟେ ନୂଆ କରିଛି। ଏଠି ଆଳୁ, ପିଆଜ, ଫୁଟଣ, ଶୁଖିଲା ଲଙ୍କା ମାନେ ଭାଜିକି ଆଳୁ ଦଳିଛି। ଇଏ ହେଉଛି ମେନ୍। ଆଜି କରିଛି ସୋରିଷ, ଶୁଖିଲା ଲଙ୍କା, ରସୁଣ ଭଜା। ଆଉ ଥରେ କରିଥିଲି, ଆଜି କରିଥିଲି। ପଖାଳ ଭାତ ବଢ଼ିଆ ଲାଗେ। ଆଉ ବର୍ଷା ଦିନେ ଶୀତ ଦିନେ ଏଇ ଜିନିଷଟା ମସ୍ତ ଲାଗେ। ଆଜିର ଖାଇବା ଆଉ ଗୋଟେ ବି ଆଜି ଦହି ବି ଆଣିବେ। ଦହି ପଖାଳକୁ ଏସବୁ ଆଜି ନାସ୍ତା, ଯେଉଁ ଖରାବେଳର ଖାଇବା ଆଉ। ଖାଲି ଆସିଲେ ଏଇ ଜିନିଷଟା ଛେଚିବି। ଦହି ପଖାଳ, ଦହି, ଲଙ୍କା ଗୁଣ୍ଡା, ଲୁଣ ପଡ଼ି ଗୋଟେ ପାଗ ହେଇଛି। ଆହୁରି ତ ଆପଣମାନେ ତ ଦେଖେଇଛି, ସେୟାର କରିଛି ଆଉ। ଏଇଠି ପତିଦେବ ଖାଇ ବସିଛନ୍ତି, ଆଉ ମୁଁ ବି ଯାଉଛି ଖାଇବି ଆଉ। ଖରାରେ ଖାଇକି ପଳେଇ ଯାଇଥିଲେ, ଦେଖେଇ ନଥିଲେ, ଦେଖଉଛି। ଦେଖନ୍ତୁ କେଡ଼େ ବଡ଼ ଥାକ। ମୁଁ ସବୁ ମୋ ଲୁଗା ଭାଙ୍ଗିକି ସବୁ ଥୋଇ ଦେଇଛି। ତଳେ ବି ସବୁ ଭାଙ୍ଗିକି ଥୋଇ ଦେଇଛି।
ବୋପା ପାଉଡର ବି ଥୁଆ ହେଲାଣି। ମୋ ହିରୋଙ୍କର ଚଷମା ବି ଥୁଆ ହେଇଛି ତା ଦେହରେ। ତାଙ୍କରି ବି ଭାଙ୍ଗିକି ଥୋଇ ଦେଇଛି। ଦେଖୁଛନ୍ତି କେଡ଼େ ବଡ଼ଟେ ସବୁ ମାନେ ସାଙ୍ଗମାନେ ଆସନ୍ତୁ ସନ୍ଧ୍ୟାବେଳେ ବର୍ଷା ପାଗକୁ ମିକ୍ସ ବୁଟ ଡାଲି ଆଉ ମଟର ଆଉ ଚଣା ବୁଟ ଏସବୁ ପଡ଼ିକି ଗୋଟେ ସିଝେଇକି ମିକ୍ସ କରିକି ତା ଦେହରେ ଖାଲି ଲଙ୍କା ଗୁଣ୍ଡ କଳା ଲୁଣ ପକେଇକି ଗୋଳେଇକି ତାକୁ ଖାଉଛି। ଆସନ୍ତୁ ଆପଣମାନେ ଖାଇବେ ଆମ ସହିତ ବର୍ଷା ପାଗକୁ। ଆଉ ଯେହେତୁ ବ୍ଲଗ୍ଟାକୁ ଏଣ୍ଡ କରିନଥିଲି ମୁଁ କହିଲି ସେଇଟା ଆପଣମାନଙ୍କ ସହିତ ବି ସେୟାର କରିଦିଏ। ଯଦି ମୋ ଭିଡ଼ିଓ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମା